ଜୟ ଶ୍ରୀ ଗଣେଶ। ଯିଏ ଗଣେଶ ସିଏ ହେଉଛନ୍ତି ଶଙ୍କର, ସେଇ ହେଉଛନ୍ତି ଜଗନ୍ନାଥ। ସେଥିପାଇଁ ଗଣେଶଙ୍କ ଭକ୍ତ ଗଣପତି ଭଟ୍ଟଙ୍କୁ ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରଭୁ ଜଗନ୍ନାଥ ଗଜାନନ ବେଶରେ ଦର୍ଶନ ଦେଇଥିଲେ। ସେଇ ଗଣେଶଙ୍କର ସେଇ ଗଜାନନଙ୍କ ପାଦ ପଦ୍ମ ତଳେ ଆମେ ସମସ୍ତେ ଭକ୍ତିଭାବରେ ସମ୍ପୂର୍ଣ୍ଣ ସମର୍ପଣ ହୋଇଯିବା। ମନରେ ଗର୍ବ ଅହଙ୍କାର ନ ରଖି ତାଙ୍କ ପାଦ ପଦ୍ମରେ ସମର୍ପଣ ହୋଇଯିବା। କେବେ ବି କହିବାନି ଆମେ କରିଛୁ, ମୁଁ କରିଛି, ଇଏ ହେଉଛି ଅହଙ୍କାର। ଏ ଅହଙ୍କାରକୁ ତ୍ୟାଗ କରି ତାଙ୍କ ପାଦରେ ସମସ୍ତେ ଆମେ ସମର୍ପଣ ହୋଇଯିବା। ତେବେ ଏ ପୂଜା ସଫଳ ହେବ, ସମସ୍ତଙ୍କର ପୁଣ୍ୟ ହେବ, ଧର୍ମ ହେବ। ଯେପର୍ଯ୍ୟନ୍ତ ମୁଁ ଆଉ ଆମେ ଏଇ ଦୁଇଟି ଶବ୍ଦକୁ ଆମେ ନ ତ୍ୟାଗ କରିଛେ, ଏ ପୂଜାର କୌଣସି ଫଳ ପ୍ରାପ୍ତି ହେବ ନାହିଁ। କେହି ବି ଏ ପୂଜାର ଫଳ ପ୍ରାପ୍ତି ପାଇବେ ନାହିଁ। ତେଣୁ ସମସ୍ତଙ୍କୁ ମୋର ନିବେଦନ, ସମ୍ପୂର୍ଣ୍ଣ ସମର୍ପଣ ଭାବରେ ତାଙ୍କ ଚରଣାରବିନ୍ଦ ତଳେ ନିଜକୁ ସମର୍ପଣ କରିଦିଅ। ଜୟ ଶ୍ରୀ ଗଣେଶ।